ସ୍ଥାନକ୍ଷମୁଣ୍ଡି ବ୍ଲକର ସାହସପୁର ପଞ୍ଚାୟତରେ ମିଳିତ ଜନଶୁଣାଣି 51ଟି ଅଭିଯୋଗର ଶୀଘ୍ର ସମାଧାନର ଆଶ୍ୱାସ। ଗଞ୍ଜାମ ଜିଲ୍ଲାର ସ୍ଥାନକ୍ଷମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହସପୁର ସରପଞ୍ଚ ସୁଶାନ୍ତ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ 51ଟି ଅଭିଯୋଗ ପ୍ରାପ୍ତ ହୋଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମବାୟ ସଭାପତି ଏ କୈଳାସ ପାତ୍ର। ସ୍ଥାନକ୍ଷମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ଅଭିଯୋଗକୁ ତର୍ଜମା କରି ଯଥାଯଥ ପଦକ୍ଷେପ ଗ୍ରହଣ ପାଇଁ ଆଶ୍ୱାସନା ଦେଇଥିଲେ। ଏହି ଜନଶୁଣାଣିରେ ଏପିଓ ଅରୁଣ କୁମାର ସ୍ୱାଇଁ, ବିଏସ୍ଏସ୍ଓ ରମାକାନ୍ତ ମାଝୀ, ଏବିଇଓ ସୁଖଦେବ ମଲ୍ଲିକ, ସମିତି ସଭ୍ୟା ଏ ଅଫସରୀ ପାତ୍ର, ନ୍ୟାବ ସରପଞ୍ଚ ବନିତା ମହାନ୍ତି, ପାଟପୁର ଥାନାର ଏସ୍ଆଇ ଶ୍ରୀନିବାସ ଦାସ, ସିଡିପିଓ ଭବାନୀ ଶଙ୍କର ବେହେରା ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଜନଶୁଣାଣି ସମୟରେ ଅଞ୍ଚଳବାସୀମାନେ ପାନୀୟ ଜଳ, ରାସ୍ତା, ଆବାସ, ଭୂମି ସମସ୍ୟା, ପେନ୍ସନ, ରାସନ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଅଧିକାରୀମାନେ ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି ସଘନ ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବାକୁ ଆଶ୍ୱାସନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ସହିତ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ଜନଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରଶାସନ ପାଖକୁ ସିଧାସଳଖ ପହଞ୍ଚିଥିବାରୁ ଅଞ୍ଚଳବାସୀମାନେ ସନ୍ତୋଷ ପ୍ରକାଶ କରିଥିଲେ। कैलाश पात्र साहसपुर ग्राम पंचायत समिति सभ्या प्रतिनिधि आज आमर साहसपुर ग्राम पंचायत एक मिलित जनशुणाणी शिविर अनुष्ठित होता है। एमर मुख्य अतिथि स्नानक्षेमुंडी तहसिलदार महोदय उपस्थित थे एवं पंचायत समस्त लाइन डिपार्टमेंट अधिकारी मैंने उपस्थित थे। आम साहसपुर ग्राम पंचायत समस्त जनसाधारण मैंने निज व्यक्तिगत एवं आमर साहसपुर ग्राम्य कमिटी तरफ सामूहिक काम विषय आम लिखित भाव समस्या विषय जानी। आज शिविर में आमर मुख्य समस्या है ग्रामर प्रथम आमर रसकिला केनाल रे पिचु रास्ता निर्माण करवा एवं आमर साहसपुर ब्रिज ठारू घोड़िकी आदि रास्ता को पिचु रास्ता निर्माण करवा एवं आमर ग्रामर जो पुराना विद्युत खुंट और तार रही से सब नूतन भाव स्थापन करवा स्थानांतर करवा ता सहित आमर साहसपुर मेडिकल रे एक फार्मासिस्ट पद जो माने खाली रही शीघ्र पूरण करने आम लिखित भाव आज मिलित जनशुणाणी कार्यक्रम में समस्त देथिलु। ସ୍ଥାନକ୍ଷମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।